ନମସ୍କାର, ଜୟ ଜଗନ୍ନାଥ। ଆଜିର ଗଳ୍ପରେ ଆମେ ଶୁଣିବା କଣ୍ଟା, ଯାହାକୁ ଲେଖିଛନ୍ତି ଲେଖକ ରବି ପଟ୍ଟନାୟକ। ଗପୁଛି ବିଜୟ। ଜାଣିଛୁ ନା, ସୁରକ୍ଷା ବାହା ହୋଇଗଲାଣି। ତୋର ମନେ ପଡ଼ୁନାହିଁ? ସେଇ ଯେଉଁ ଝିଅଟି ମ ସାଇକୋଲୋଜିରେ MA ପଢ଼ୁନଥିଲା, ଭାରି ଆସ୍ତେ ଆସ୍ତେ ପାଦ ପକାଇ ଚାଲେ, କାହାରି ଆଡ଼କୁ ନ ଅନାଇ ଏକ ଦୃଷ୍ଟିରେ। ତାକୁ ଆମେ ନାଁ ଦେଇନଥିଲେ ରାଜହଂସୀ ବୋଲି। ତୋର କେମିତି ମନେ ପଡ଼ୁନି ମ? ଓ ହଁ, ମନେ ପଡ଼ିଲା। ଆବେ ତୁ ଶଳା ତା ପଛରେ ବେଶୀ ଗୋଡ଼ଉଥିଲୁ, ମନେ ପଡ଼ୁନି କେମିତି? ସେଥର ଡ୍ରାମାରେ ତୁ ତା ସାଙ୍ଗରେ ପାର୍ଟ କରିନଥିଲୁ? ଅବଶ୍ୟ ହିରୋ ଥିଲା ଆଉ ଜଣେ, ତୁ ଖାଲି ଥିଲୁ ବାହାର ପରିଧିରେ। କହିଲି ପରା, ମନେ ପଡ଼ିଲା। କ'ଣ ହେଲା ସେଇଠୁ? ହଁ, ସିଏ ଏବେ ବାହା ହେଲା 5 ବର୍ଷ ଚାକିରି ପରେ। ଇକୋନୋମିକ୍ସ ଯିଏ ଲେକ୍ଚର ନଥିଲେ, ସୁକାନ୍ତ ମିଶ୍ର ମ, ଗୋରା ହୋଇ ପତଳା, ସବୁଦିନେ ପ୍ୟାଣ୍ଟ ଓ ଫୁଲ୍ ସାର୍ଟ ପିନ୍ଧି ଆସନ୍ତି। ଆମ ସମୟରେ ନୂଆ ହୋଇ ଜଏନ୍ କରିନଥିଲେ, ତାକୁ ହିଁ ଶେଷରେ ବାହା ହେଲା। ଆଚ୍ଛା, କେବେ ମ? ତୁ ଏତେ ଖବର କେମିତି ରଖିଛୁ? ହେଲାଣି 6 ମାସ ହେବ। ତୁ ତ ଚାକିରି ପାଇ ପଳେଇଲୁ ବାହାରକୁ। ମୁଁ ତ ଏଇଠି ଭୁବନେଶ୍ୱରରେ ରହିଲି କିରାଣୀଗିରି କରି। ଖବର ରଖିବାକୁ ପଡ଼େ ନାହିଁ, ଖବର ଆପେ ଆପେ ପହଞ୍ଚିଯାଏ ଏଇଠି। ବାହା ହେଲା ତ ହେଲା, ଆଉ ବଡ଼ କଥା କ'ଣ? ବାହା ହେଲା ସିନା, କିନ୍ତୁ ନିଶ୍ଚୟ ପସ୍ତେଇବ ଶେଷରେ। କାହା କଥା କହୁଛୁ? କାହା କଥା ଆଉ କହିବି? ସେଇ ସୁକାନ୍ତ ମିଶ୍ର କଥା। ସବୁଠୁ ମଜା କଥା ଜାଣିଛୁ ନା, ସେ ପୁଣି ତାକୁ ପ୍ରେମ କରି ବାହା ହୋଇଛି। ଓ, ତାହେଲେ ତୋ କହିବା ସମ୍ବନ୍ଧରେ ଯୁକ୍ତିଟା ଏଇଆ? ନା, ମୁଁ ସାଧାରଣ ଭାବରେ କଥାଟା କହୁଥିଲି। ତେବେ ୟା କେସ୍ରେ କଥାଟା ଏକଦମ ସରଳ। କେମିତି? ଦେଖ ବିନୟ, କୌଣସି ଲୋକ ସମ୍ବନ୍ଧରେ, ବିଶେଷତଃ ସ୍ତ୍ରୀମାନଙ୍କୁ ସମାଲୋଚନା କଲାବେଳେ ତା'ର ପାରିପାର୍ଶ୍ୱିକ ଅବସ୍ଥା ସମ୍ବନ୍ଧରେ ଭଲ କରି ନ ଜାଣି କିଛି ମନ୍ତବ୍ୟ ଦେବା ଉଚିତ ନୁହେଁ। କେତେକ ବାହାରିଆ ଘଟଣାକୁ ବାହାନା କରି ତାକୁ ସତ ବୋଲି ଧରି ନେଇ ତା'ର ଚରିତ୍ର ସମ୍ବନ୍ଧରେ ଟିପ୍ପଣୀ କରିବା ଉଚିତ ନୁହେଁ। ନେ ଶଳା, ଥିଓରି ଝାଡ଼ୁଛି। ଓଡ଼ିଶା ବାହାରେ ରହି ରହି ତୁ ଭାରି ଉଦାର ହୋଇଗଲୁଣି ଦେଖୁଛି। ତୁ କ'ଣ ଭାବୁଛୁ ମୁଁ ନ ଜାଣି ନ ଶୁଣି ଏକଥା କହୁଛି? ନିଜ ଆଖିରେ ଦେଖିଛି ପରା। କ'ଣ ଦେଖିଛୁ? ତୁ ତ ଜାଣୁ, ସେ ଭଲ ପାଉଥିଲା ଆମରି ସେହି ହିରୋ ରାଜୁ ମିଶ୍ରକୁ। କିନ୍ତୁ କ'ଣ ହେଲା, ଶେଷକୁ ନାହିଁ କରିଦେଲା। ଏତେ ବୁଲାବୁଲି, ଚିଠି, ପ୍ରେମାଳାପ ସବୁ ପାଣିକି ଗଲା। ସେ ଗଲା, ଦିନ କେତେ ପାଗଳା ହୋଇ ବୁଲିଲା। ଏବେ OAS ପାଇ କୋରାପୁଟରେ ଅଛି। ସେମିତି କିଛି ଘଟଣା ଘଟିଥିବ ନା ତାଙ୍କ ଭିତରେ। ତୁ କ'ଣ ଦେଖିଛୁ କହିଲୁ? ଆରେ ଯା, ହଁ କ'ଣ କହୁଥିଲିଟି, ମୁଁ ନିଜ ଆଖିରେ ଦେଖିଛି ପରା। ଆଉ ଯଦି କାହାରି ପାଟିରୁ ଶୁଣିଥାନ୍ତି, ବିଶ୍ୱାସ କରିନଥାନ୍ତି। କ'ଣ କଥା କହୁନୁ କାହିଁକି? ଆରେ ବତ୍ସ ରହ, ଏତେ ଅଧୈର୍ଯ୍ୟ କାହିଁକି ମ? ଆମ MA ପରୀକ୍ଷା ପର କଥା କହୁଛି। ଆମେ ସେତେବେଳେ ତାଙ୍କ ଘର ପାଖରେ ଗୋଟାଏ ଭଡ଼ା ଘରକୁ ଉଠି ଯାଉଥାଉଁ। ଏବେ ସେ ଘରେ ଆମେ ବି ନାହୁଁ, କ୍ୱାର୍ଟର ପାଇ ଭୁବନେଶ୍ୱର ଚାଲି ଆସିଛୁ। ମୁଁ ତ ସେତେବେଳେ ତାକୁ ପ୍ରତିଦିନ ଜଗୁଥାଏ, କିଏ ପାଖକୁ ଆସୁଛି, କ'ଣ କରୁଛି। ତାଙ୍କ ଉପର ତୋଲାର ଘର ଗୋଟାଏ କୋଠରୀରେ ସେ ଏକୁଟିଆ ରହୁଥାଏ। ମୁଁ ପ୍ରାୟ ଦେଖେ ଆମ ହିରୋ ପ୍ରତିଦିନ ପ୍ରାୟ ତାଙ୍କ ଘରକୁ ଆସନ୍ତି। ଠିକ୍ ପ୍ରତିଦିନ ନହେଲେ ବି 2 ଦିନ ଛଡ଼ାରେ ନିଶ୍ଚୟ। ସେ ଅବଶ୍ୟ ତାଙ୍କ ଦାଣ୍ଡ ଘରେ ବସି କଥାବାର୍ତ୍ତା ହୁଏ। ଘଣ୍ଟା ଘଣ୍ଟା କ'ଣ ସେ ଗପନ୍ତି କେଜାଣି। ଦାଣ୍ଡ ଘରଟା ଆମ ଘରକୁ ଭଲ କରି ଦେଖାଯାଏ ନାହିଁ। କ'ଣ ସବୁ ହେଉଥିବ ତା ଭିତରେ କିଛି ଜାଣିବାର ଉପାୟ ନାହିଁ। ଥରେ 2 ଥର ବାଁରେଇ ହୋଇ ତାଙ୍କ ଘର ସାମ୍ନାରେ ଟହଲ ବି ମାରିଛି, ହେଲେ ମୋଟା ପରଦା ଦେଇ କିଛି ଦେଖାଯାଏ ନାହିଁ। ହଁ, ଦିନେ କ'ଣ ହେଲା କି, ରାତି 9:30 କି 10, ଗରମ ହେଉଛି ବୋଲି ମୁଁ ତଳେ ବୁଲୁଥାଏ, ହଠାତ୍ କରି ଦେଖିଲି ସୁରମା ଘର ଭିତରକୁ କିଏ ଜଣେ ଟୋକା ପଶୁଛି। ସେ ପଶୁ ପଶୁ ହଠାତ୍ ଲାଇଟ୍ଟାକୁ ଅଫ୍ କରିଦେଲା। ମୁଁ ଆଉ କିଛି ଦେଖିପାରିଲି ନାହିଁ। ଲୋକଟା ମୋର ଚିହ୍ନା ଚିହ୍ନା ମନେ ହେଲା, କିନ୍ତୁ ଭଲ କରି ଦେଖିପାରିଲି ନାହିଁ ଚେହେରାଟା। ହଠାତ୍ କରି ମନେ ହେଲା ତୋ ପରି ଚେହେରାର। ତାପରେ ମୁଁ ହସି ପକାଇଲି। ତୁ କିଏ? ଆଉ ସେଠି ପଶିଛୁ କେମିତି? ତାପରେ ମୁଁ ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରି କାନେଇ ଥାଏ। ଟିକେ ଟିକେ ଚପା ଶବ୍ଦ ଭାସି ଆସୁଥାଏ। ରାଜହଂସୀର ଅଧା ଚିତ୍କାର ପରି ମଧ୍ୟ ଶୁଣିଲି। କିଛି କିଛି ସ୍ପଷ୍ଟ ହେଉନଥାଏ। ତାପରେ ପ୍ରାୟ 15 ମିନିଟ୍ କି ଅଧଘଣ୍ଟା ହେବ ପରେ ସେଇ ଲୋକଟା ଅନ୍ଧାର ଭିତରେ ଚୁପଚାପ ଓହ୍ଲେଇ ଗଲା ତଳକୁ।
ଅନ୍ଧାରରେ ଆଖିଟା ଠିକ୍ ବାରି ପାରୁଥାଏ ବୋଲି ଜାଣିପାରିଲି। ଛାୟାଟିଏ ଯେମିତି ଅନ୍ଧାରରେ ମିଳେଇ ଯାଉଛି। ଆହୁରି କେତେ ସମୟ ଗଲା। ପ୍ରାୟ ଘଣ୍ଟାଏ ଖଣ୍ଡେ ହେବ କି ବେଶୀ ମୁଁ ସେମିତି ନିଠେଇ କରି ଚାହିଁ ବସିଥାଏ। ତାପରେ ତା ସାନ ଭାଇ ଆସି ଲାଇଟ୍ଟା ଜାଳିଦେଲା ବେଳକୁ ଦେଖିଲା ସୁରମା ମୁଣ୍ଡପୋତି ଖଟ ଉପରେ ବସିଛି। ଶାଢ଼ୀଟା ଅଧା ଖଟ ଉପରେ ପଡ଼ିଛି, ଛାତି ଅଧା ଖୋଲା। ବାସ୍ କେତେଟା ସେକେଣ୍ଡ ମାତ୍ର, ତାପରେ ସେ ଶାଢ଼ୀ ଫାଢ଼ୀ ସଜେଇ ଦେଲା। ମୁଁ ତା ମୁହଁକୁ ସେତେବେଳେ ଭଲ କରି ଦେଖିଲି। କାନ୍ଦୁଥିଲା ବୋଧହୁଏ କି ରତିକ୍ଳାନ୍ତା କେଜାଣି। ଆଉ ଉଠିଲୁ ଯେ ଏତେ ଶୀଘ୍ର? ଆରେ ଭାଇ, ଗୋଟାଏ ନିହାତି ଜରୁରୀ କାମ ଥିଲା, ଭୁଲି ଯାଇଥିଲି। ପରେ ଆସିବି। ବିନୟ ଆଉ କିଛି କହିବା ଆଗରୁ ସେ ବାହାରକୁ ବାହାରି ଯାଇଥିଲା। ଆଉ କିଛି ଶୁଣିବା ଅବସ୍ଥାରେ ସେ ନଥିଲା। ତା କାନମୁଣ୍ଡା ଗରମ ହୋଇ ଭାଁ ଭାଁ କରୁଥାଏ। ଛାତିର କୋଉ ଗୋଟାଏ କୋଣରେ ଗୋଟାଏ କଣ୍ଟାଟିଏ ରହି ରହି ଫୋଡ଼ି ହୋଇଯାଉଥାଏ ଜୋରରେ ଜୋରରେ।